ବାଲେଶ୍ୱର ସଦର ବିଜେପିର ବିଶାଳ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ। ଦେଶର ଭବିଷ୍ୟତ ନୂତନ ଭୋଟରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନବ ମତଦାତା ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦେଶର ପାଖାପାଖି 5000 କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଏହାର ଅନୁରୂପ ଆଜି ବାଲେଶ୍ୱର ସହରର ଆୟୁଷ୍ମାନ କଲ୍ୟାଣ ମଣ୍ଡପଠାରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ନମୋ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯୁବକମାନଙ୍କ ମଧ୍ୟରେ ଦଳର ଉପସ୍ଥିତି ବଞ୍ଚାଇବା ଏବଂ ଗଣତନ୍ତ୍ର ସହିତ ସେମାନଙ୍କର ସମ୍ପର୍କକୁ ଦୃଢ଼ କରିବା ପାଇଁ ନୂତନ ଭୋଟରଙ୍କ ଗୁରୁତ୍ୱ ଉପରେ କ୍ରମାଗତ ଭାବରେ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉଜ୍ଜଳ ଭାରତ ଗଠନ ସକାଶେ ପ୍ରଥମ ଥର ଭୋଟରଙ୍କୁ ପ୍ରେରଣା ଯୋଗାଇବା ସହ ଦେଶରେ ଏକ ସୁଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ। ବିଶ୍ୱଗୁରୁ ଭାରତ ଗଠନରେ ଆଜି ଯୁବକ ଯୁବତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ମତଦାତାଙ୍କ ବିକଶିତ ଆମ୍ବାସାଡର ପରିଗଣିତ କରାଯାଇ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ୱ ଓ ଦାୟିତ୍ୱ ଦେଶର ଗଠନରେ ଯୁବକଙ୍କ ଭାଗିଦାରିତା ସମ୍ବନ୍ଧରେ ଅବଗତ କରାଯାଇଛି। ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ନୂତନ ଭୋଟରଙ୍କ ଭୋଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସଦର ନେତା ମାନସ କୁମାର ଦତ୍ତ ପରିପ୍ରକାଶ କରିଥିଲେ। ସଶକ୍ତ ଯୁବକ ସଶକ୍ତ ଭାରତ ଗଢ଼ି ତୋଳିବା ପାଇଁ ଯୁବକମାନଙ୍କୁ ଆଗକୁ ଆସି ନିଜ ରାଷ୍ଟ୍ର ପାଇଁ କାମ କରିବାକୁ ହେବ ବୋଲି ଯୁବ ନେତା ମାନସ ଦତ୍ତ ଆହ୍ୱାନ ଦେଇଥିଲେ। ଏକ ସୁନ୍ଦର ରାଷ୍ଟ୍ର ଏବଂ ସମୃଦ୍ଧ ରାଷ୍ଟ୍ର ଗଢ଼ିବାକୁ ହେଲେ ଯୁବ ସମାଜ ଏଥିରେ 100% ନିଜର ସାମର୍ଥ୍ୟକୁ ଲଗାଇ ମୋଦିଙ୍କର ସ୍ୱପ୍ନର ଭାରତ ସାକାର କରିବା ପାଇଁ ଯୁବ ନେତା ଶ୍ରୀ ଦତ୍ତ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ମୋର୍ଚ୍ଚାର ସଦସ୍ୟ ପବନ କମିଳା, ରାଜେନ୍ଦ୍ର ନାଥ, ସୌରଭ ଚୌଧୁରୀ, ଦେବେଶ ଗାନ, ପଦ୍ମଲୋଚନ ବେହେରା, ଉମେଶ ବେହେରା, ଶିଖରଞ୍ଜନ ବାରିକ, ସତ୍ୟଜିତ ପ୍ରଧାନ, ତନ୍ମୟ ପାତ୍ର, ଶକ୍ତି ପାଣିଗ୍ରାହୀ, ରାକେଶ ପାଢ଼ୀ, ରୂପେଶ ପ୍ରଧାନ, ଅଭୟ ସ୍ୱାଇଁ, ଜିତେନ୍ଦ୍ର ପ୍ରମାଣିକ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପରଶୁରାମ ବେହେରା, ରବିନାରାୟଣ ମହାପାତ୍ର, ଲୋକନାଥ ଭୂୟାଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସସ୍ମିତା ଶୁକ୍ଳ, ସସ୍ମିତା ଦାସ, ରୋଜାଲିନ ପାଣି, ଗୟାଧର ବେହେରା, ବିକାଶ ପାଢ଼ୀ, ସୀତାକାନ୍ତ ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ରବିନାରାୟଣ ପ୍ରଧାନ, ବନିତା ଭୂୟାଁ ଆଦି ନେତୃମଣ୍ଡଳୀମାନେ ଉପସ୍ଥିତ ଥିଲେ। ପରିଶେଷରେ ଯୁବ ମୋର୍ଚ୍ଚାର ସଦସ୍ୟ ସୌଭାଗ୍ୟ ମାନସ ନାୟକ ଉପସ୍ଥିତ ସମସ୍ତ ଯୁବକ ଯୁବତୀ ସହିତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।